ଦେଖନ୍ତୁ ମୁଁ ତ ଆଗରୁ ବି କହିଲି ଯେ ଏଟା ଗୋଟେ ଭିନ୍ନ ଦଳର ଗୋଟେ ଆଭ୍ୟନ୍ତରୀଣ ଗଣ୍ଡଗୋଳ ଆଉ ସେ ବିଷୟରେ ମୋଠୁ ନେଲେ କ'ଣ ଲାଭ ହେବ। ମୁଁ ଦଳରେ ଥିଲି। ବିଶେଷ ଭାବରେ ଦେଖାଯାଉଛି ଏଇ ଯୋଉ ବିଗତ 5 ବର୍ଷ ଆଗରେ ଯାହା ଚଳୁଥିଲା ଗତ 5 ବର୍ଷ ମାନେ ଯେପରି ଭାବରେ ବରିଷ୍ଠ ଅଭିଜ୍ଞ ସମ୍ପନ୍ନ ନେତାମାନଙ୍କୁ ଉପେକ୍ଷା କରାଗଲା ଏବଂ ଯାହାଦ୍ୱାରା କି ନବଗତ ମାନଙ୍କୁ ଯେଉଁ ପ୍ରକାର ଅଗ୍ରାଧିକାର ଦିଆଗଲା ଯେଉଁମାନେ ନୂତନ ଭାବରେ ଆସିଲେ ଏବଂ ତାଙ୍କ ଭିତରେ ଗୋଟେ ବର୍ତ୍ତମାନ ବିସ୍ଫୋରକ ପରିସ୍ଥିତି ଦେଖାଦେଇଛି। ସେମାନେ ଦୀର୍ଘ 24 ବର୍ଷ ଶାସନରେ ରହିଲେ। ତାଙ୍କ ପାଇଁ କଷ୍ଟ ହେଉଛି ଆଉ ଶାସନ ବାହାରେ ରହିବା ପାଇଁ। ସେଥିପାଇଁ ସେମାନେ ଛଟପଟ ହେଉଛନ୍ତି ଯେ କେମିତି ପୁଣି ସେମାନେ କ୍ଷମତାକୁ ଆସିବା ପାଇଁ ତାଙ୍କର ଭାରି ମନ ଇଚ୍ଛା। ତ ବର୍ତ୍ତମାନ ଯେଉଁମାନେ ଯାହାକୁ ବିରୋଧ କରୁଛନ୍ତି ଦଳେ ତାକୁ ସପୋର୍ଟ କରୁଛି ଦଳେ ବିରୋଧ କରୁଛି। ହୁଏତ ଯଦି ଜିତି ପାରିଥାନ୍ତା ପୁଣି ଯାଇକି ସମସ୍ତେ ତାରି ଶରଣାପନ୍ନ ହେଇଥାନ୍ତା। ତେଣୁକରି ବର୍ତ୍ତମାନ ହାରିଗଲେ ଯାହା ହୁଏ ସେ ପ୍ରକାର ହେଉଛନ୍ତି ଆଉ କ'ଣ। ୟା ପୂର୍ବରୁ ତ ପାଣ୍ଡିଆନ ବିରୁଦ୍ଧରେ ପଦେ କାହାର ଦମ ନଥିଲା, ସାହସ ନଥିଲା କଥା କହିବା ପାଇଁ। ଏବେ ଯେହେତୁ ବର୍ତ୍ତମାନ ତାର ବି ଅବସ୍ଥା ଖରାପ, ସେଥିପାଇଁ ବର୍ତ୍ତମାନ ତା ଉପରେ ସମସ୍ତେ ଲଦୁଛନ୍ତି। କିନ୍ତୁ କଥାଟା କ'ଣ ହେଲା କି ଯେ ବର୍ତ୍ତମାନ ସେମାନେ ଯଦି ନିଜର ଭଲ ଚାହିଁବେ ନିଜ ଭିତରେ ସମାଧାନ କରିବା ଉଚିତ ହେବ। ଆଉ ଏଗୁଡ଼ାକ ଯେତେ ଘାଣ୍ଟିବେ ସେତେ ତାଙ୍କରି ପାଇଁ ଅସୁବିଧା, ଦଳ ପାଇଁ କ୍ଷତିକାରକ। ସେ ତ ସ୍ୱାଭାବିକ ବହୁତ ବର୍ଷ କ୍ଷମତାରେ ଥିଲେ କ'ଣ ହବନି କି? 24 ବର୍ଷ କ'ଣ କମ୍ କଥା ହେଲାନି କି? ଯେମିତି ୱେଷ୍ଟବେଙ୍ଗଲ ଅବସ୍ଥା, ୱେଷ୍ଟବେଙ୍ଗଲରେ ଆଉ ଆଗାମୀ ଦିନେ କ'ଣ ମମତା ଆସିବ? ଆଗାମୀ ଦିନେ ଭାରତୀୟ ଜନତା ପାର୍ଟି ହିଁ ୱେଷ୍ଟବେଙ୍ଗଲରେ ଆସିବ। ତେଣୁକରି ଇଏ ଯେଉଁ 24 ବର୍ଷ ରହିଲେ ବିଜୁ ଜନତା ଦଳ, ବର୍ତ୍ତମାନ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ପୁଣି 24 ବର୍ଷ ଉର୍ଦ୍ଧ୍ୱ ଯିବେ, କଣ୍ଟିନ୍ୟୁ କରିବେ। ଆପଣମାନେ କେହି ଜାଣିନାହାନ୍ତି? ସବୁ ଜାଣିକରି ମୋ ତୁଣ୍ଡରୁ କାହିଁ କଥା ନେବା ପାଇଁ ଚାହୁଁଛନ୍ତି? ଆପଣମାନେ ସବୁ ଜାଣିଛନ୍ତି। ଆମଠୁ ବି ଅଧିକା ଜାଣିବା ଲୋକ ଆପଣମାନେ ଅଛନ୍ତି। ସବୁ ସେ ତା ଇସାରାରେ ସବୁ ହେଉଥିଲା, କ'ଣ ହେଉନଥିଲା କି? ସବୁ ହେଉଥିଲା। ତା ଯୋଗୁଁ ସାମ୍ବାଦିକ ମାନେ ଥାର୍ଡ ଫ୍ଲୋରରେ ଯାଇପାରୁଥିଲେ କି? ଆପଣମାନେ ଯାଇପାରୁନଥିଲେ। ସବୁ ତା କଥା ବିନା ଘାସ ମାନେ କୌଣସି ଦୁବ ବି ଉଦୁନଥିଲା ସେ ସମୟରେ। ସନ୍ନ୍ୟାସ ନେଇକରି କୋଉଠି ଯାଇଛନ୍ତି? ସନ୍ନ୍ୟାସ ନେଇକରି ଲୋକମାନେ କହୁଛନ୍ତି ନବୀନ ନିବାସ ଭିତରେ ଅଛି ବୋଲି କହୁଛନ୍ତି। ସନ୍ନ୍ୟାସ ନେଇକି ଯିବା କଥା ଯୋଉଠି ତୀର୍ଥସ୍ଥାନ ତୀର୍ଥଧାମକୁ ଯିବା କଥା। ଆଉ ସେ ଯଦି ପଳେଇଥାନ୍ତା ତ ସମସ୍ୟା ତୁଟି ଯାଇଥାନ୍ତା ତାଙ୍କର। ମୁଁ କେମିତି ଜାଣିବି ଭାଇ? ମୁଁ ତ ତାଙ୍କ ପାଖକୁ ମାନୁନି। ମୁଁ ତ ଦୂର କଥା ହେଉଛି। ମୁଁ ତ ତାଙ୍କ ଦଳ ଛାଡ଼ି ଦେଇଛି। ମୋତେ ଆଉ ସେ ଯୋଉଟା ଛାଡ଼ିବା ଦଳ ସମ୍ବନ୍ଧରେ ଆଦୌ ଆଲୋଚନା କରିବା କଥା ନୁହେଁ। କାହା ଅବସ୍ଥା? ତାଙ୍କର ଅବସ୍ଥା ଭଲ ଥିଲେ ସମସ୍ତେ ମିଳିମିଶି ଥାନ୍ତା। ଇଏ କହୁଛି ସେ ତା କହୁଛି, ବିଭିନ୍ନ ପ୍ରକାର ସମାଲୋଚନା କରୁଛନ୍ତି, ଗୋଷ୍ଠୀ କନ୍ଦଳ ଦେଖା ଦେଉଛି। ତା ଅବସ୍ଥା ଭଲ କୋଉଠି ଅଛି? ଭଲ ଥିଲେ କେହି କାହା ବିରୁଦ୍ଧରେ କହନ୍ତି ନାହିଁ, ମିଳିମିଶି ଏକଜୁଟ ହେଇ କାମ କରନ୍ତି। ହାର ଜିତ ତ ରାଜନୀତିରେ ଅଛି ନା। ରାଜନୀତିରେ କିଏ ହାରିବେ କିଏ ଜିତିବେ? ଆଉ କ'ଣ ସବୁ ଦଳ କ'ଣ ପଟ୍ଟା କରି ନେଇ ଆସିଛି ଯେ 100 ବର୍ଷ ରାଜନୀତି କରିବେ? 24 ବର୍ଷ ଇତିହାସ କମ୍ ନୁହଁ। ଆଉ କ'ଣ ଏବେ ବର୍ତ୍ତମାନ 50 ବର୍ଷ ଚୁପ୍ ହେଇ ସେମାନେ ରହିବା ଦରକାର। ସନ୍ନ୍ୟାସ ଦେଇକି ତୀର୍ଥଧାମ ଯିବା କଥା। କୋଉଠି ଅଛନ୍ତି ଆପଣମାନେ? ଖୋଜନ୍ତୁ, ଯେମିତି ମୋତେ ଖୋଜି ବାହାର କଲେ ଏଠି। କାହା ବିନା ଦଳ ଚାଲିବନି ବୋଲି କଥା ଅଛି? ଲୋକ କହୁଥିଲେ ଇନ୍ଦିରା ଗାନ୍ଧୀ ମଲେ କଂଗ୍ରେସ ଚାଲିବ ନାହିଁ, ଚାଲିଲା ତ। ରାଜୀବ ଗାନ୍ଧୀ ମଲେ କଂଗ୍ରେସ ନିଶ୍ଚେଷ ହେବ, ଅଛି ତ। ତେଣୁକରି କଥା ଅଛି ଇଏ ଜଣେ ନଥିଲେ ହବ ନାହିଁ, ଏ କଥା ନୁହଁ। ସମୟ କାହା ଦ୍ୱାରା କ'ଣ କରିବେ ସମୟ ହିଁ ନିଷ୍ପତ୍ତି ନେବ। ଆପଣମାନେ ନବୀନ ବାବୁକୁ ପଚାରିଛନ୍ତି ଯାଇକି ଏବେ? ସେଟା ତା ଉପରେ ଡିପେଣ୍ଡ କରୁଛନ୍ତି କି ନ କରୁଛନ୍ତି ପଚାରୁନାହାନ୍ତି। ପଚାରନ୍ତୁ ନବୀନ ବାବୁ, ଆପଣ କ'ଣ ପାଣ୍ଡିଆନ ଛଡ଼ା ବଞ୍ଚି ପାରିବେ ନାହିଁ କି?
ଆପଣ ତା ଛଡ଼ା କ'ଣ ରାଜନୀତି କରିପାରିବେନି? ପଚାରନ୍ତୁ ତ। ଆଜି ଦେଖନ୍ତୁ କିଏ କାହାକୁ ବ୍ୟକ୍ତିଗତ ଭାବରେ ଭଲ ପାଇବ, କିଏ କାହା ଉପରେ ନିର୍ଭର କରିବ, ସେ ଲୋକ ହିଁ କହିପାରିବେ। ସେ ଉତ୍ତର ମୁଁ କ'ଣ ଦେଇପାରିବି କି? ତାଙ୍କ ଦୃଷ୍ଟିରେ ହୁଏତ ନ ଦେଖାଯାଇପାରେ, ତାଙ୍କ ଚିନ୍ତାରେ ନଥାଇପାରେ, କିନ୍ତୁ ଜନସାଧାରଣ ଭାବୁଛନ୍ତି। ଗୋଟେ ଆପଣ ବୁଝିପାରୁନାହାନ୍ତି, ଏବେ ସାରା ଓଡ଼ିଶାରେ ଇଲେକ୍ସନ ପୂର୍ବରେ ସାରା ଇଲେକ୍ସନ ବେଳେ ସାରା ଓଡ଼ିଶାରେ ପାଣ୍ଡିଆନ ବୁଲିଲେ, କୋଉ ମଞ୍ଚରେ କୋଉ ଏମଏଲଏ ଏମପି ମିନିଷ୍ଟର ଛିଡ଼ା ହେବାକୁ ଦେଲେ କି? ଦେଲେ ନାହିଁ। এটা ଗୋଟେ ମାନେ କେଡ଼େ ଅପମାନଜନକ କଥା ହେଲା ସେ ସମୟରେ ଏମଏଲଏ ମନ୍ତ୍ରୀ ମାନଙ୍କର, ଯେ କେହି ମଞ୍ଚରେ ବସିବେ ନାହିଁ, ଜଣେ ମାଇକ୍ ନେଇକି ବୁଲିବେ, ଆଙ୍କରିଂ କଲା ଭଳିଆ କରି ବୁଲୁଥିଲା। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।